ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ। ତ +2 ସେକେଣ୍ଡ ଇୟର୍ ଆର୍ଟ୍ସ ପିଲା କ'ଣ ନା ତମର MIL ଓଡ଼ିଆର ନେଇଆସିଛି ବନ୍ଦୀର ବିରହ ବ୍ୟଥାର MCQ କୋଶ୍ଚିନ୍। ତ ତମର MCQ ପଡ଼ିବ। ତ MCQ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ଆମେ MCQ ଆଲୋଚନା କରିବା। ତ ସମସ୍ତେ ଦେଖ ପିଲାମାନେ, ଯେଉଁମାନେ ଜାଣିପାରୁନାହାନ୍ତି ତାଙ୍କୁ ସେୟାର କରିଦିଅ ଏବଂ ତମମାନଙ୍କର ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ଖୋଲାଯିବ। ଯେଉଁମାନେ ଜଏନ୍ ହେବା କଥା ମୁଁ ଡିସ୍କ୍ରିପ୍ସନରେ ଲିଙ୍କ୍ ଦେଇଦେବି, ସେମାନେ ଜଏନ୍ ହେଇଯିବ। ବୁଝିଲା ପିଲାମାନେ? ତ ଆମେ ଷ୍ଟାର୍ଟ କରିବା ପିଲାମାନେ। କେହି ବି ଭିଡ଼ିଓ ସ୍କିପ୍ କରିବନି, ସମସ୍ତେ ଦେଖିବ, କାହିଁକିନା ବହୁତ ଗୁରୁତ୍ୱପୂର୍ଣ୍ଣ ତମ ପାଇଁ। ତମେ ଯଦି ଆଜିଠାରୁ ପାଠ ପଢ଼ା ଷ୍ଟାର୍ଟ କର, ଦେନ୍ ତମର କ'ଣ ନା ପରୀକ୍ଷାରେ ବହୁତ ଭଲ ନମ୍ବର ରଖିବ। ସେତିକିବେଳୁ ମାନେ କ'ଣ ଏତେ କଷ୍ଟ କରିବାକୁ ପଡ଼ିବ ନାହିଁ। ବୁଝିଲା ପିଲାମାନେ? ତ ଆମେ ଷ୍ଟାର୍ଟ କରିବା। ଭିଡ଼ିଓଟି ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବା, ବେଲ୍ ଆଇକନ୍କୁ ଦବାଇ ଦେବ ପିଲାମାନେ। ନୂଆ ନୂଆ ନୋଟିଫିକେସନ୍ ପାଇବା ପାଇଁ ଲାଇକ୍ ସେୟାର କରିଦେବ ଏବଂ ତମମାନଙ୍କର ଯେଉଁ ବିଷୟ ଇମ୍ପୋର୍ଟାଣ୍ଟ, ତ ଯେଉଁ ବିଷୟ ତମେ ବୁଝିପାରୁନ ତ ମୋତେ କମେଣ୍ଟ କରିବ କି ମ୍ୟାମ୍ ଏଇ ବିଷୟ ଆଣନ୍ତୁ, ଏଇଆ ପଢ଼ାନ୍ତୁ। ମୁଁ ତମମାନଙ୍କ କଥା ମାନେ ସିଓର ପଢ଼େଇବି। ତ ତମମାନଙ୍କ ପାଇଁ ମୁଁ ତ ବୁଝିଲା ପିଲାମାନେ, ତମମାନେ ଯାହା କହିବ ମୁଁ ତମମାନଙ୍କ ପାଇଁ ସେଇଆ ନେଇ ଆସିବି। ତ ଆଜି ଆମେ ବନ୍ଦୀର ବିରହ ବ୍ୟଥାର କିଛି MCQ ଆଲୋଚନା କରିବା ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ତ ପିଲାମାନେ ସମସ୍ତଙ୍କୁ ମୋ ଜୟ ଜଗନ୍ନାଥ। ତ ଦେଖ ପିଲାମାନେ, ବନ୍ଦୀର ବିରହ ବ୍ୟଥାର ଲେଖକ କିଏ ନା ଗୋପବନ୍ଧୁ। ତମେମାନେ ଦେଖ, ତମେମାନେ ଯେତେବେଳେ ବି ତମର ଲଙ୍ଗ କୋଶ୍ଚିନ୍ ଲେଖିବ, ନିଶ୍ଚିନ୍ତ ତମେ ରାଇଟରଙ୍କ ନାଁ ଲେଖିବ। ତମର କବି ପରିଚୟ ଯିଏ ହେଇ ଯେମିତି ଗୋପବନ୍ଧୁ ଲେଖିବ। ତ ସେତେବେଳକୁ ଘୋଷିବାକୁ ପଡ଼ିବା ଅପେକ୍ଷା ତମମାନଙ୍କ ପାଇଁ ଯେଉଁ ମୁଁ ଆଣୁଛି MCQ କୋଶ୍ଚିନ୍ ଆନ୍ସର୍, ମୁଁ ତମମାନଙ୍କ ଲେଖକ ବି ନେଇ ଆସୁଛି। ତ ସେଇଠୁ ଯଦି ତମେ ପଢ଼ିଦେବ, କି ତମେ MCQ ଘୋଷିବା ସହିତ ବନ୍ଦୀର ବିରହ ବ୍ୟଥା ଲେଖକ କିଏ ନା ଗୋପବନ୍ଧୁ ଦାସ ପଢ଼ିଦେଲ, ତ ଇଜିଲି ସେତେବେଳକୁ ଏତେ ତମେ ବିଷୟ ଲେଖକଙ୍କ ନାଁ ମନେ ରଖିବା ଟିକେ ଏପଟ ସେପଟ ହେଇଯାଇପାରେ। ବୁଝିଲା ପିଲାମାନେ? ତ ଚାଲ ଆମେ ଯିବା, ଷ୍ଟାର୍ଟ କରିବା କୋଶ୍ଚିନ୍ ଉପରେ। ତ ପିଲାମାନେ ଦେଖ, ତମର ଏଇଟା 2023ରେ ସାଇନ୍ସରେ ପଢ଼ିଥିଲା ପିଲାମାନେ, କହି ହେଉନି 2025ର ଆର୍ଟ୍ସ ସାଇନ୍ସ କମର୍ସରେ ପଢ଼ିପାରେ। ତ ବୁଝିଲା ପିଲାମାନେ, ସବୁ କୋଶ୍ଚିନ୍ ଗୋଟେ କୋଶ୍ଚିନ୍ ତମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ହେଲା। ତ ଦେଖ ପ୍ରଥମ କୋଶ୍ଚିନ୍ କ'ଣ ଦେଇଛି, ବିରହ ବିଷମ ବିଷରେ କାହାର ମନ ପ୍ରାଣ ଘାରି ହୋଇଛି। ପିଲାମାନେ କ'ଣ ଥିଲା ସିଏ ନା ବିରହ ବିଷମ ବିଷରେ କାହାର ମନ ପ୍ରାଣ ଘାରି ହୋଇଛି। ଅସ୍ତଗାମୀ ସୂର୍ଯ୍ୟଙ୍କର, ବନ୍ଦୀ ଗୋପବନ୍ଧୁଙ୍କର, ନା ସନ୍ଧ୍ୟାକାଳୀନ ପୃଥିବୀର, ନା ସୀତାଙ୍କୁ ଛାଡ଼ିଥିବା ରାମଙ୍କର। କାହାର ହୋଇଛି ପିଲାମାନେ? ସୀତାଙ୍କୁ ଛାଡ଼ିଥିବା ରାମଙ୍କର ହବନି, ଏଇଟା ସନ୍ଧ୍ୟାକାଳୀନ ପୃଥିବୀର ବି ହବନି, ତ ଅସ୍ତଗାମୀ ସୂର୍ଯ୍ୟଙ୍କର ବି ହବନି। କ'ଣ ହେଇଛି କାହାର ନା ଗୋପବନ୍ଧୁ ଯେଉଁ ବନ୍ଦୀ ହେଇଥିଲେ। କାରଣ ରାଇଟ୍ ଆନ୍ସର୍ ହେବ ଅପସନ୍ ଖ। କ'ଣ ହେବ ପିଲାମାନେ ନା ଅପସନ୍ ଖ ହେବ କରେକ୍ଟ ଆନ୍ସର୍। ବନ୍ଦୀ ଗୋପବନ୍ଧୁଙ୍କର କ'ଣ ନା ବନ୍ଦୀ ଗୋପବନ୍ଧୁଙ୍କର ରାଇଟ୍ ଆନ୍ସର୍। ବୁଝିହେଲା ପିଲାମାନେ? କ'ଣ ହେଲା ନା ବନ୍ଦୀ ଗୋପବନ୍ଧୁଙ୍କର ହେଲା ରାଇଟ୍ ଆନ୍ସର୍। ବୁଝିହେଲା? ତାପରେ ପରବର୍ତ୍ତୀ କୋଶ୍ଚିନ୍ ଯିବା। ତମମାନଙ୍କ ପାଇଁ ପିଲାମାନେ ମୁଁ ବନ୍ଦୀର ବିରହ ବ୍ୟଥାର 20ଟି କୋଶ୍ଚିନ୍ ଆନ୍ସର୍ ନେଇ ଆସିଛି। ପିଲାମାନେ 20ଟି କୋଶ୍ଚିନ୍ ଆନ୍ସର୍ ଆମେ ଆଲୋଚନା କରିବା। ବୁଝିହେଲା ପିଲାମାନେ? ତ ଦେଖ ନେକ୍ସଟ କୋଶ୍ଚିନ୍ କ'ଣ ଦେଲା, 2 ନମ୍ବର, ଯେଉଁଟାକି ତମର ପଡ଼ିଥିଲା 2020 ସାଇନ୍ସରେ ପିଲାମାନେ। ତ ଦେଖିବା କୋଶ୍ଚିନ୍ କ'ଣ ଦେଇଛି, ଦାରୁଣ କଷଣ ବୋଲି କାହାକୁ କୁହାଯାଇଛି। ପିଲାମାନେ ଦାରୁଣ କଷଣ ବୋଲି କାହାକୁ କୁହାଯାଇଛି? ବନ୍ଦୀ ଜୀବନକୁ କୁହାଯାଇଛି, ନା ଯମ ଯନ୍ତ୍ରଣାଙ୍କୁ କୁହାଯାଇଛି, ନା ପ୍ରିୟଜନ ବିରହକୁ କୁହାଯାଇଛି, ନା ବିଦାୟ ବେଳା। ତ ପିଲାମାନେ ଦାରୁଣ କଷଣ ବୋଲି ଆମେ କାହାକୁ କହିବା? ବନ୍ଦୀ ଜୀବନକୁ? ନା ହବନି। ଯମ ଯନ୍ତ୍ରଣା ନା। ପ୍ରିୟଜନ ବିରହ କ'ଣ ବିଦାୟ ବେଳା ବି ହବନି। ଆମର ରାଇଟ୍ ଆନ୍ସର୍ ହେଇଯାଉଛି କ'ଣ ପିଲାମାନେ ପ୍ରିୟଜନ ବିରହ, ଯେଉଁଟା ତମର ଅପସନ୍ ଖରେ ଅଛି। ବୁଝିହେଲା ପିଲାମାନେ? ତ ନେକ୍ସଟ କୋଶ୍ଚିନ୍ ଯିବା, କ'ଣ ଦେଇଛି ଦେଖିବା। ସୁନ୍ଦର ସରୋଜ ଚରଣରେ କିଏ ଜଡ଼ିତ। ପିଲାମାନେ 2020 ଆର୍ଟ୍ସରେ ପଢ଼ିଥିଲା, ବହୁତ
गुरुत्वपूर्ण क्वेश्चन टे पिला माने बहुत गुरुत्वपूर्ण क्वेश्चन टे सुंदर सरोज चरण रे किए जड़ित पिला माने पंक जड़ित ना मीन जड़ित ना अहि ना विष तो किए जड़ित पिला माने ना सुंदर सरोज चरण रे अहि किए जड़ित पिला माने ना अहि जोटा हबो ऑप्शन ग होची तमरो राइट आंसर। तो परवर्ती क्वेश्चन देखिबा केउ उच्च आसने बसी रवि हसंती केउ उच्च आसने उदयचल ना अस्ताचल ना मलयचल ना हिमाचल तो पिला माने उच्च आसन बसी रवि हसंती माने एडा कौन हबो ना तुम ऑप्शन ग हो राइट आंसर अस्ताचल। तापर पिला माने जो मानकर पॉलिटिकल साइंस अच्छी पॉलिटिकल साइंस देखिदेव पढ़ेबा तापरे आमे पढ़ेबा आज कौन ना पॉलिटिकल साइंस एवं हिस्ट्री पढ़ेबा जो मानकर हिस्ट्री अच्छी देखिदेव बुझेला पिला माने। तो देख तापरे कौन देला दिन शेष हेलाणी जानी कहार आयोजन लागिछि पिला माने दिन शेष हेलाणी जानी कहार आयोजन तपनकर ना अस्ताचार ना समीरणर ना विदायर पिला माने दिन शेष हेलाणी जानी कहार आयोजन लागिछि पिला माने कहार आयोजन ना विदायर जोटा हबो ऑप्शन घ हमर विदायर। नेक्स्ट क्वेश्चन जिबा तनुगिरी शिरे सूर्य कौन दियंती तनुगिरी शिरे सूर्य कौन दियंती सुना मुकुट ना हीरा मुकुट ना रत्न मुकुट ना हेमबरणी पाट कौन दियंती पिला माने हबो ना ऑप्शन तमर हे जो कौन ना सुना मुकुट हबनी हीरा मुकुट भी हबनी रत्न मुकुट भी हबनी तो हमर हबो ताहले कौन ना जोटा बळका रहिला हेमबरणी पाट तनुगिरी शिरे सूर्य कौन दियंती ना हेमबरणी पाट। तो परवर्ती क्वेश्चन अनुराग रंग काहा कपाल रे प्रकाशित होइछि पिला माने अनुराग रंग काहा कपाल रे प्राची ना अबाची ना प्रतीची ना उदीची तो पिला माने कौन हबो ना ऑप्शन हे जबो क तमरा प्राची अनुराग रंग कौन ना प्राची कपाल रे प्रकाशित होइछि। तो परवर्ती क्वेश्चन देखिबा बंदी कौन देखिबा को इच्छा करी द्वार बंद न करबा को सिपाही को अनुरोध करछिन पिला माने बंदी कौन देखिबा को प्रणय प्रभाव ना प्रणय विष ना विरह विष ना अनुराग रंग तो पिला माने कौन हबो तमरो ना ऑप्शन क हे जिवो प्रणय प्रभाव कौन ना प्रणय प्रभाव। नेक्स्ट क्वेश्चन सूर्य केउ रंगर पाट दियंती बोली वर्णित सूर्य केउ रंगर पाट दियंती पिला माने शुभ्र बरणी ना रक्त बरणी ना हेम बरणी ना नील बरणी सूर्य केउ रंगर पाट दियंती बोली वर्णित पिला माने ना ऑप्शन ग हे जिवो हेम बरणी कौन ना हेम बरणी। परवर्ती क्वेश्चन बंदी गोपबंधु प्राण रे केउ दृश्य कष्ट देउतिला पिला माने बंदी गोपबंधु प्राण रे केउ दृश्य कष्ट देउतिला अन्य जने बंदी प्रति अन्य जने बंदी प्रति अत्याचार ना संध्यार विरह दृश्य ना अस्तकालीन सूर्यर स्निग्ध किरण ना नीड़ बाहुड़ा पक्षी मानक आगमनर दृश्य तो पिला माने कौन हबो ना ऑप्शन ख हे जिवो संध्यार विरह दृश्य। परवर्ती क्वेश्चन कहा पासे बंधा जगते सर्व जड़ चेतन कहा पासे धान पासे मन पासे प्रीति पासे ना रीति पासे कहा पासे पिला माने ना ऑप्शन ग हे जिवो तमरो प्रीति पासे कहा पासे ना प्रीति पासे। परवर्ती क्वेश्चन गोपबंधु अवरोधर समय कौन थिला पिला माने गोपबंधु अवरोधर समय कौन थिला सकाळ ना मध्याह्न ना गोधूली काल ना राति गोपबंधु अवरोधर समय कौन थिला पिला माने ना ऑप्शन ग हे जिवो गोधूली काल। नेक्स्ट नाना रंगे चंद्र आतेप आच्छेदित अंबर एठारे अंबर अर्थ कौन अंबर अर्थ कौन लुगा ना चांदुआ ना आकाश ना सूर्य कौन हम पिला माने ना आकाश को ना ऑप्शन ग हो जिवो आकाश। परवर्ती क्वेश्चन देख
ଯମଦୂତ ବୋଲି କବି କାହାକୁ କହିଛନ୍ତି? ଯମଦୂତ ବୋଲି କବି କାହାକୁ କହିଛନ୍ତି? ଜେଲର ସିପାହୀଙ୍କୁ, ସହବନ୍ଦୀଙ୍କୁ, ଇଂରେଜ ଶାସକଙ୍କୁ, ଗଡ଼ଜାତ ରାଜାଙ୍କୁ। କାହାକୁ କୁହାଯାଇଛି ପିଲାମାନେ? ନା ଅପସନ୍ ହେଇଯିବ କ ଜେଲର ସିପାହୀଙ୍କୁ। ପରବର୍ତ୍ତୀ କ୍ୱେଶ୍ଚିନ୍, ଅନୁଭବୀର ନେତ୍ରରେ କ'ଣ ଦେଖାଯାଏ? ଅନୁଭବୀର ନେତ୍ରରେ କ'ଣ ଦେଖାଯାଏ? ପ୍ରେମିକାର ଲାସ୍ୟ, ପ୍ରେମିକର ସ୍ୱୀକୃତି, ପ୍ରେମିକ ଆନନ୍ଦ ଭିତରେ ବିଷାଦ ରେଖ, ନା ପ୍ରେମିକର ଅହଙ୍କାର। ତ କ'ଣ ହେବ ପିଲାମାନେ? ନା ଅପସନ୍ ଗ ହେଇଯିବ ପ୍ରେମିକର ଆନନ୍ଦ ଭିତରେ ବିଷାଦ ରେଖା। ନେକ୍ସଟ, ପ୍ରଣୟ ପିୟୁଷରେ କ'ଣ ମିଶିଛି? ପ୍ରଣୟ ପିୟୁଷରେ କ'ଣ ମିଶିଛି? ମିଳନ ଅମୃତ, ବିରହର ବିଷ, ପ୍ରତିକ୍ରିୟାର ହଳାହଳ, ନା ନିର୍ଯାତନାର କୁଟିଳତା। ପ୍ରଣୟ ପିୟୁଷରେ କ'ଣ ମିଶିଛି ପିଲାମାନେ? ନା ବିରହର ବିଷ। କ'ଣ? ନା ଅପସନ୍ ଗ ହେଇଯିବ ବିରହର ବିଷ। ନେକ୍ସଟ, କବିଙ୍କ ତାପିତ ଅନ୍ତରରେ କିପରି ସାନ୍ତ୍ୱନା ଆସିବ ବୋଲି ସେ ମନେ କରିଛନ୍ତି? କବିଙ୍କ ତାପିତ ଅନ୍ତରରେ କିପରି ସାନ୍ତ୍ୱନା ଆସିବ ବୋଲି ସେ ମନେ କରିଛନ୍ତି? ଜେଲ ଭିତରେ ରହିଲେ, ନା ମୁକ୍ତି ପାଇଗଲେ, ନା ପ୍ରକୃତି ମଧ୍ୟରେ ସମହୃଦ ବେଦନା ଦେଖିଲେ, ନା ସିପାହୀ ତାଙ୍କୁ ଜେଲ ଭିତରେ ଆବଦ୍ଧ ନ କଲେ। ତ କ'ଣ ହେବ ପିଲାମାନେ? ନା ଅପସନ୍ ଗ ହେଇଯିବ ପ୍ରକୃତି ମଧ୍ୟରେ ସମହୃଦ ବେଦନା ଦେଖିଲେ। ନେକ୍ସଟ, ସୂର୍ଯ୍ୟାସ୍ତ ସମୟରେ ଗଛଗୁଡ଼ିକ ଛାଇ ଲମ୍ବି ଯାଇଥିବାରୁ କବି କ'ଣ କଳ୍ପନା କରିଛନ୍ତି? କ'ଣ? ଗଛମାନେ ଅନ୍ଧାରକୁ ଜାବୁଡ଼ି ଧରିଛନ୍ତି, ନା ଗଛମାନେ ସୂର୍ଯ୍ୟଙ୍କ ପାଦରେ ପ୍ରଣାମ କରୁଛନ୍ତି, ନା ଗଛମାନେ ଗର୍ବରେ ଫୁଲି ଉଠୁଛନ୍ତି, ନା ପରାଧୀନତା ପରି ଅନ୍ଧକାର ବ୍ୟାପି ଯାଉଛି। କ'ଣ ହେବ ପିଲାମାନେ? ନା ଅପସନ୍ ହେଇଯିବ ତମର ଖ ଗଛମାନେ ସୂର୍ଯ୍ୟଙ୍କ ପାଦରେ କ'ଣ? ନା ପ୍ରଣାମ କରୁଛନ୍ତି। ନେକ୍ସଟ, ସୂର୍ଯ୍ୟାସ୍ତକାଳୀନ ମୃଦୁ ସମୀରଣକୁ କବି କାହା ସହିତ ତୁଳନା କରିଛନ୍ତି? ସୂର୍ଯ୍ୟାସ୍ତକାଳୀନ ମୃଦୁ ସମୀରଣକୁ କବି କାହା ସହିତ? ପତି ପତ୍ନୀର କଳହ, ନା ପ୍ରେମ ଅସ୍ପଷ୍ଟଗିରି, ନା ନାୟକ ନାୟିକାର ମିଳନ, ନା ପ୍ରେମିକର ଭର୍ସନା। ତ କ'ଣ ହେବ ପିଲାମାନେ? ନା ଅପସନ୍ ଖ ହେଇଯିବ ପ୍ରେମ ଅସ୍ପଷ୍ଟଗିର। ନେକ୍ସଟ କ୍ୱେଶ୍ଚିନ୍ ଦେଖିବା ପିଲାମାନେ। ତମମାନେ କହିଥିଲି 20ଟା କ୍ୱେଶ୍ଚିନ୍, ତ ଏଇଟା ଶେଷ କ୍ୱେଶ୍ଚିନ୍ ପିଲାମାନେ। ସନ୍ଧ୍ୟାକାଳୀନ ମୃଦୁ ସମୀରଣରେ ସୂର୍ଯ୍ୟ ପ୍ରେମିକାର କାନରେ କ'ଣ କହୁଥିଲା? ଶୀଘ୍ର ଫେରି ଆସିବ, ନା ଆଉ ଫେରିବନି, ବିରହ ଅବିସମ୍ବାଦିତ, ନା ଫେରିବାର ବିଳମ୍ବ ହେବ। କ'ଣ ହେବ? ତ କ'ଣ ହେବ ପିଲାମାନେ? ନା ଶୀଘ୍ର ଫେରି ଆସିବ। କ'ଣ? ନା ଶୀଘ୍ର ଫେରି ଆସିବ। ତ ପିଲାମାନେ ଇଏ ଥିଲା 20ଟା ବନ୍ଦୀର ବିରହ ବ୍ୟଥାର ଗୋପବନ୍ଧୁ ଦାସ ଲେଖିଥିଲେ। ତ ଭିଡ଼ିଓଟି ଭଲ ଲାଗିଥିଲେ ପିଲାମାନେ ସମସ୍ତେ ପଢ଼ିବ, ବହୁତ ଗୁରୁତ୍ୱପୂର୍ଣ୍ଣ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।